नमस्कार, मी काजल पेहरा, हिंजिली कार्डରୁ ବାସିନ୍ଦା। ଆଜି ହିଞ୍ଜିଳି ଥାନାରେ ଯୋଉ ଜୀବନ ଟିକା ପ୍ରୋଗ୍ରାମ ଗୋଟେ କରାହେଲା ସେ ପ୍ରୋଗ୍ରାମରେ ଆପଣ ଆସିଥିଲେ କଣ ପ୍ରୋଗ୍ରାମ କରୁଥିଲେ? ହିଞ୍ଜିଲି ଥାନା ତରଫରୁ ମାନେ ପୋଲିସ ମାନଙ୍କ ତରଫରୁ ଗୋଟେ କାର୍ଯ୍ୟକ୍ରମ କରାଯାଇଥିଲା ଜୀବନ ଟିକା, ଯୋଉଥିରେ କି ମାନେ ଯୁବ ପିଲାମାନଙ୍କୁ ଗୋଟେ ସଚେତନ କରିବା ପାଇଁ ପ୍ରୋଗ୍ରାମଟି କରାଯାଇଥିଲା। କେମିତି ଆମେ ନିଜକୁ ସଚେତନ କରାଇବୁ, ବିଭିନ୍ନ ପ୍ରକାର ମାନେ ବୟସ ବଢିବା ସହିତ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେ ସବୁରୁ ଆମେ କେମିତି ସଚେତନ ରହିବୁ, ପୋଲିସ ଷ୍ଟାଫ ତରଫରୁ ଆମକୁ ଅନେକ ସଚେତନ ଉପାୟ ଗୁଡିକୁ ଅବଲମ୍ବନ କରାଯାଇଥିଲା। ଏଥିରେ କଣ ଶିଖିଲେ? ନିଜର କେମିତି ନିଜର ଭିତରେ ଯଦି କିଛି ଟ୍ୟାଲେଣ୍ଟ ଅଛି, ଆମେ ସେ ସବୁକୁ ଲୁଚେଇବା କିଛି ଦରକାର ନାହିଁ। ଯୋଉଟା ଆମର ଅଛି ଆମେ ନିର୍ଭୟରେ ଆମେ ସେକୁ ପ୍ରେଜେଣ୍ଟ କରିବା ଦରକାର। କଣ ଏବେ ଦେଖନ୍ତୁ ସମସ୍ତେ ମୋବାଇଲ ୟୁଜ କରୁଛନ୍ତି, ମୋବାଇଲ ବିଭିନ୍ନ ପ୍ରକାର ଫିଲ୍ଟର ଏ ସବୁ ଦେଇକି ନିଜର କ୍ୱାଲିଟି ଟାକୁ ନିଜର ଫେସ ରେ ଯୋଉ ମାନେ ସୌନ୍ଦର୍ଯ୍ୟ ରହିଛି ସେ ସବୁକୁ ଲୁଚେଇବା, ସେ ସବୁକୁ ବିଭିନ୍ନ ପ୍ରକାର ଫିଲ୍ଟର ମାଧ୍ୟମରେ କରିଦେଇଛନ୍ତି, ଯୋଉଟା କି ନିଜର ବାସ୍ତବିକ ରୂପକୁ ପ୍ରତିଛବିକୁ ଆମେ ହତ୍ୟା କରୁଛୁ। ମୋ ନାଁ ହେଉଛି ଶାରଦା ଶତପଥୀ, ମୁଁ ହିଞ୍ଜିଳି ପରିଦର୍ଶିକା ସୁପରଭାଇଜର। ଆଉ ହିଞ୍ଜିଳି ପରିଦର୍ଶିକା ସୁପରଭାଇଜର ଅଛି, ଅଙ୍ଗନବାଡି ICDS ସୁପରଭାଇଜର ଅଛି ହିଞ୍ଜିଳି କାର୍ଡ। ଆଜି ଆମର ହିଞ୍ଜିଳି ଥାନାରେ ଯୋଉ ଜୀବନ ଟିକା ପ୍ରୋଗ୍ରାମ ହେଲା, ଆମର କିଶୋର ମାନଙ୍କ ପାଇଁ ଯୋଉ ପ୍ରୋଗ୍ରାମଟା ହେଲା, ସେଇଟା ଆମର କେମିତି ମୋବାଇଲରେ ଭଲ ଜିନିଷ ଦଉଛି, ଖରାପ ଜିନିଷ ଦଉଛି, ଖରାପ ଜିନିଷଟାକୁ ନ ଆପଣେଇକି ଭଲ ଜିନିଷଟାକୁ ଆପଣେଇବେ, ନିଜ ଗୋଡରେ ନିଜେ ଠିଆ ହେବେ। ଆଉ ସେମାନେ ଯେମିତି 18 ବର୍ଷ ପୂର୍ବରୁ ବିବାହ କରାଇବା ନାହିଁ, ବାଲ୍ୟ ବିବାହ ସେଟାକୁ କହୁଛୁ ଆମେ। ପୁଅକୁ 21, ଝିଅକୁ 18 ବର୍ଷ ପୂର୍ବରୁ ବିବାହ କରାଇବା ନାହିଁ। ଯୋଉ ପିଲାମାନେ ସେଇ ଲୁଚିକି ପଳଉଛନ୍ତି, ବହୁତ ହଇରାଣ ହଉଛନ୍ତି ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ। ସେଥିପାଇଁ ଆମେ ପାଠ ପଢିବାକୁ ଧ୍ୟାନ ଦବା। ଆମ ପାଠ ପଢିବା ଯେମିତି ଆମର ଗୁରୁତ୍ୱ, ସେଇଟାକୁ ଆମେ ଧ୍ୟାନ ଦବା। ଆଉ ପାଠ ପଢିକି ଆମ ନିଜ ଗୋଡରେ ନିଜେ କେମିତି ଠିଆ ହେବା, ସେଥିପାଇଁ ଆମର ପ୍ରତ୍ୟେକ ଶନିବାରରେ ଅଧିକ ପ୍ରୋଗ୍ରାମ ହଉଛି। ସେ ପ୍ରତ୍ୟେକ ମାସର 4 ଥର 4ଟା ଆମର ଥିମ୍, 12 ମାସରେ 12ଟା ଥିମ୍, ମାସକୁ 4 ଥର ସେଇ ପ୍ରୋଗ୍ରାମକୁ ଆମର ରିଭାଇଜ କରିବାକୁ ପଡୁଛି। ଆଉ ଆମେ କିଶୋରୀ ମାନଙ୍କୁ ଡାକିକି ବାଲ୍ୟ ବିବାହକୁ ବନ୍ଦ କରିବା, କନ୍ୟା ଭ୍ରୂଣ ହତ୍ୟା ବନ୍ଦ କରିବା, ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା। ଆଉ ତା ସହିତ ଆମେ କୌଣସି ପିଲାମାନଙ୍କର, କୌଣସି ପୁଅ ପିଲାମାନଙ୍କର ଯଦି ସେମାନେ ଯଦି କିଛି ଡାକୁଛନ୍ତି କି ପ୍ରଲୋଭିତ କରୁଛନ୍ତି, କିଛି ଅର୍ଥ ଦଉଛ, ଅର୍ଥ ଆଶାରେ କି କୌଣସି ଅନଲାଇନରେ ଗେମ୍ ଫେମ୍ ଖେଳିବା ପାଇଁ ଇଏ କରୁଛନ୍ତି, ସେଥିରେ ପ୍ରଲୋଭିତ ନ ହୋଇକି ଆମେ ନିଜ ବାଟଟାକୁ, ନିଜ ଭଲ ବାଟକୁ ଆମେ ଆପଣେଇବା ପାଇଁ ଆମର ଏଇ ଜୀବନ ଟିକା ପ୍ରୋଗ୍ରାମରେ ସବୁ ପ୍ରକାରର ଆଲୋଚନା ହେଲା। ଆଉ ଆମର କିଶୋରୀ ମାନେ କେମିତି ଭଲ ରାସ୍ତାରେ ଯିବେ, ଆଉ ନିଜ ଗୋଡରେ ନିଜେ ଠିଆ ହେଇକି ରୋଜଗାର କ୍ଷମ ହେବେ, ସେଥିପାଇଁ ଆମର ଏଇ ଜୀବନ ଟିକା ପ୍ରୋଗ୍ରାମ ହେଲା। କିଶୋରୀ ମାନେ ପାଠ ପଢିବେ, ସେ ପ୍ରତି ଆମର ଧ୍ୟାନ ଦେବା ପାଇଁ ଆମର ଆଜିର ପ୍ରୋଗ୍ରାମ କରାହେଲା। ମୋ ନାମ ହେଉଛି ସଂସ୍କୃତ ପାଠୀ, ମୁଁ ଆସିଛି ହିଞ୍ଜିଳି କାଟୁ ବଡ଼ ସାହିରୁ। ମୁଁ 12th ଏବେ ପାସ୍ ଆଉଟ୍ କରିଛି। ଆଜି ଆମ ହିଞ୍ଜିଳି ଥାନା ପୋଲିସ ଷ୍ଟେସନରେ ଜୀବନ ଟିକା ଉତ୍ସବ ହେଇଥିଲା। ସେ ଉତ୍ସବରେ ଆମର ସୁପରଭାଇଜର ମାନେ ଏବଂ ଅଙ୍ଗନବାଡି ଦିଦି ମାନେ ଆମ ସହିତ ଆସିଥିଲେ ଏବଂ ଆମକୁ ପୋଲିସର ସବୁ ଇନ୍ସପେକ୍ଟର ମାନେ ଆମକୁ ବହୁତ ସାହସ ଦେଲେ। ଭିଡ଼ିଓ ଦେଖେଇ, ଭିଡ଼ିଓ ମାଧ୍ୟମରେ ଆମର ନିଜର ସୁରକ୍ଷା ପ୍ରତି ଏବଂ ଆମ କିଶୋରୀ ଅବସ୍ଥାରେ ଆମେ ନିଜର କେମିତି ଯତ୍ନ ନେବା ସେଇ ବିଷୟରେ କହିଲେ ଏବଂ ଆମକୁ ଟୋଲ୍ ଫ୍ରି ନମ୍ବର ଦେଲେ, ଯାହାଦ୍ୱାରା କି ଆମେ ଯେକୌଣସି ପରିସ୍ଥିତିରେ ବି ଆମେ ପୋଲିସ ଥାନାର ସାହାଯ୍ୟ ନେଇପାରିବୁ ଏବଂ ଆମକୁ ବହୁତ ସାହସ ମଧ୍ୟ ଦେଲେ ଆମେ ଯେକୌଣସି ପରିସ୍ଥିତିରେ ବି। ଏଥିରୁ ଆମେ ଶିଖିଲୁ କି ମାନେ କୌଣସି ବି ଶିଖିଲୁ କି ଭିଡ଼ିଓ ମାଧ୍ୟମରେ ଦେଖାଗଲା କି ଭିଡ଼ିଓ ଗେମିଂରୁ ଏବଂ ଯୋଉ ଠକାମିର ଶିକାର ହଉଛନ୍ତି ସେ ସବୁରେ ଆମେ କିପରି ସାବଧାନ ରହିବା, ଆଉ ଫିଜିକାଲ ରହିବା, ସବୁବେଳେ ମୋବାଇଲକୁ ବେଶୀ ୟୁଜ କରିବାନି। ସମସ୍ତଙ୍କୁ ଆଜିର ଏଇ ପ୍ରୋଗ୍ରାମ ଆପଣମାନେ ଯୋଗଦାନ କରିଥିବାରୁ ଆମ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଦେଖନ୍ତୁ, ଏଇଟା ଓଡ଼ିଶା ସାରା 570 ପୋଲିସ ଷ୍ଟେସନରେ ପାଳନ କରାହେଉଛି। ଆଜି ଡିଜି ସାହେବଙ୍କର ଏଇଟା ଗୋଟେ ଅଭିନବ ପ୍ରୟାସ। ତ ଜୀବନ ଟିକା ମାଧ୍ୟମରେ ଆମେ ଆଜି ସମସ୍ତଙ୍କୁ ମେସେଜ ଦେବାକୁ ଚାହୁଁଛୁ, ପିଲାମାନଙ୍କ ସହିତ କ୍ଲୋଜ ହେବାକୁ ଚାହୁଁଛୁ ଯେ ପୁଲିସର ଯେଉଁ ଭୟ ଥିଲା, ପୁଲିସଙ୍କ ପ୍ରତି ଯେଉଁ ଘୃଣାଭାବ ଅଛି, ଆଉ ଝିଅମାନଙ୍କର ସୁରକ୍ଷାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି, ତା ଉପରେ ଆମେ ଚେଷ୍ଟା କରୁଛୁ କି ପ୍ରତି କମ୍ୟୁନିଟିକି ଯିବୁ, ପିଲାମାନଙ୍କୁ ସହିତ ମିଶିବୁ, ପିଲାମାନଙ୍କୁ ମିଶି ସେମାନଙ୍କ ସପକ୍ଷରେ ବା ସେମାନଙ୍କର ପ୍ରୋଟେକ୍ସନରେ, ସୁରକ୍ଷାରେ ଯାହା ସବୁ ଆଇନ ଅଛି ସେମାନଙ୍କୁ ଆମେ ସଚେତନ କରାଇବୁ। ତା ସହିତ ସେମାନେ ନିଜକୁ କେମିତି ପ୍ରୋଟେକ୍ଟେଡ୍ ଫିଲ୍ କରିବେ, ସେମାନଙ୍କୁ ଆମେ କେମିତି ସୁରକ୍ଷିତ
मलय बलय भितर रखिपारू से आम तर निकटतर होगा चाहिए और आज जो प्रोग्राम कराइला से आम अंगनवाड़ी दीदी मान इनवल्व करूँ यहाँ आम एडिशनल डीजी मैम साइन मैडम गोटे प्रयास एवं से सीडीपीओ मैडम आसते मुझे थी आईएएस थे आपण मैंने जोगदे पिला माने आसीथिले प्राय प्रति प्रायोरिटी बेसिस रे आम प्राथमिकता बेसिस रे आज 30-25 पिला नहीं थिलु जे एटा ट्रायल बेसिस रे आम आज सक्सेस होइछु पिला माने बहुत खुशी अछंती प्रथम से आम किसी वीडियो देखैलु तापर से सहित आम गोटे क्लोज इंटरेक्शन कलु तापर से किसी क्विज देलु अन्य थाना मानकर आम किसी स्ट्रीट प्ले कलु जो मानकर पिला आवार पाई तो विभिन्न प्रोग्राम माध्यम रे एवं विभिन्न सचेतनता माध्यम रे आम चेष्टा करूँ पिलांकर मनरे जो भय अच्छी पिला मन जो लाज अच्छी पिला माने बहुत कथा चपाई रखुंट जहाँफल कि मानसिक भारसाम्य हरई किसी गोटे भूल करने जाऊँच आ समाज रे सेमानक प्रति जे विपद क्रिएट कर पिला मन से कॉन्फिडेंस विश्वास आणिलु कि से फुली प्रोटेक्टेड और जो मैंने एमती करुँच तो विरुद्ध कठोर आईन अच्छे आईन सहायता नियंतु विभिन्न प्रकार सहायतार दिग आम पढ़ेलु आ बुझेलु आगामी दिन में भी यही प्रोग्राम आहरी सक्सेसफुल हम पूरा गाँ गहली रे एटा को प्रचार करा जिवो आर ओनली उद्देश्य हूँ कि जे वुमेन जो चाइल्ड प्रोटेक्शन जो स्कीम अच्छी बा जो आमर 10 ରୁ 17 वर्ष भितर 18 वर्ष भितर जो पिला माने अछंती तांको सहित हम कोट ना कोट विभिन्न समय विभिन्न अपराध घटुची एवं से माने प्रोटेक्टेड नांती भूल स्वीकार होचंती तांको ब्लैकमेलिंग करा होची तो से सबू गोटे कॉन्सेप्ट जोटा अच्छी जहाँ को लेकिन ये जुवेंटिकार कॉन्सेप्ट तैयारी कराई आम आशा करुचे प्रोग्राम सक्सेस हम एवं आगु को सोसाइटी रे गोटे परिवर्तन आसो जो थे कि प्रत्येक झील से निजक सुरक्षित मन करे गार्डियन मान को यही मोर वार्ता रहिबो कि मो आज भी निज पिला मान को बुझाऊली कि गार्डियन माने पिला मान सहित अटाच रहतु पिला मान को छाड़िकी रुहतुनि एवं पिला मान प्रति मुमेंट रे तांकर भल मंद बुझंतु कुआडे गला केमती गला कोडे आसिला सेमान भी आईन सचेतनता विषय रे जानतु एवं आईन सहायता नियंतु जदि पिला किछि आसी जणाउछि तुरंत ताकु निज परिवार भितर समाज को भय करी कि काहाकू डरिकी निज परिवार भितर सीमित न रखी गाँ भितर सीमित न रखी पुलिस पाखु आसतु पुलिस हूँ चाइल्ड फ्रेंडली सिटीजन फ्रेंडली एवं समस्त पुलिस द्वार खोला अच्छी केवल आंटी सोशल सामाजिक जो बैड एलिमेंट अच्छा से विरुद्ध में लड़िया हेले से आसी पुलिस हाथटा मजबूत करूँ एवं मु एतिकी चेष्टा करी कि मोर सब डिविजन रे आम यही प्रयासटा को निश्चिंत सक्सेस कर पिला विभिन्न प्रकार बापा माँ को छाड़ी रोचे तार जो आंतरिकता जो रोचे अफेक्शन आ स्नेह ममता अटैचमेंट धीरे धीरे परिवार दूरे जाऊँगी बाप से घर बसला बेले पिला ए घर बस घंटा घंटा से भर कथबार्ता जो रोनी कि आर भल मंद पिलार भल मंद बापा जानूनी बापार भल मंद पिला जानूनी तेणु परिवार भितर कोटना कोटी जो गोटे डिस्टेंस क्रिएट होची मु फील करूँ एसीपी महोदय हमारे क्राइम ब्रांच क्राइम टेकन इन्वेस्टिगेशन एजेंसी अच्छे ताकर यही स्टेप आज आम ये प्रोग्रामटा कर जोटा कि आज समग्र ओडिशा ऑल पुलिस स्टेशन आज अवेयरनेस करा एडोलेसेंस मैंने जोटा कि 14 वर्ष 18 वर्ष जो बाछी जो प्रकार क्राइम ऑनलाइन क्राइम सोशल मीडिया सचेतन पुलिस स्टेशन में गोटे चाइल्ड उद्देश्य को सी एरिया कंट्रोल करिया हमको अंगनवाड़ी वर्कर्स को हमने से भी हम डिस्ट्रिक्ट सोशल ग्रुप सोशल में भी हम चाइल्ड केयर इंस्टीट्यूट एनजीओ एवं वन स्टॉप सेंटर मैंने भी हम एक प्रकार क्राइम को हम कवर करें प्रिवेंट करें